ବାଘ ଛାଲ ଓ ଦେଶୀ ବନ୍ଧୁକ ଜବତ। ବାଘ ମାରି ଭାଗ ବାଣ୍ଟି ମାଂସ ଖାଇଲେ। ବନ ବିଭାଗ ଦ୍ୱାରା 2 କୋର୍ଟ ଚାଲାଣ 4 ଫେରାର। କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବନ ବିଭାଗ ଗୋଟିଏ କଲରା ପତରିଆ ବାଘ ଛାଲ ଜବତ କରି 2 ଜଣଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ବନ ବିଭାଗ ଅଧିକାରୀ। ପ୍ରାପ୍ତ ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ବାଘ ଛାଲ କିଣାବିକା ହେଉଥିବା ଖବର ପାଇ ଜି ଉଦୟଗିରି ବନ ବିଭାଗ କର୍ମଚାରୀ ଗତ 28 ତାରିଖ ରାତ୍ର ଭୋର 3ଟା ସମୟରେ କଳିଙ୍ଗା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ଭବାନୀ ଶଙ୍କର ପ୍ରଧାନଙ୍କୁ ଲିଙ୍ଗା ଛକ ନିକଟ ରାସ୍ତାରେ ସନ୍ଦିଗ୍ଧ ଅବସ୍ଥାରେ ଠିଆ ହୋଇଥିବା ଦେଖି ତାଙ୍କୁ ଠିଆ ହେବାର ଉଦ୍ଦେଶ୍ୟ ପଚାରିବା ପରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ସନ୍ଦେହ ଘେରରେ ପେଟ୍ରୋଲିଂ କର୍ମଚାରୀ ତାଙ୍କୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ତାଙ୍କଠାରୁ ଗୋଟିଏ ବ୍ୟାଗ୍ରେ କଲରା ପତରିଆ ବାଘ ଛାଲ ଥିବା ଦେଖିବାକୁ ପାଇଥିଲେ ଓ ତାଙ୍କ ନିକଟରେ କୌଣସି ପ୍ରମାଣପତ୍ର ଏହି ଚମଡ଼ା ରଖିବା ପାଇଁ ଅଧିକାର ନଥିବା କାରଣରୁ ବନ ବିଭାଗ କାର୍ଯ୍ୟାଳୟକୁ ଭୋର ସକାଳ 3:30 ସମୟରେ ଆଣି ଅଧିକ ଯାଞ୍ଚ କରିଥିଲେ। ଉକ୍ତ ବାଘ ଚମଡ଼ାର ଲମ୍ବା 239 ସେଣ୍ଟିମିଟର ହୋଇଥିବା ବେଳେ ବାଘର ବୟସ ଅନୁମାନ 5ରୁ 8 ବର୍ଷ ହେବ ବୋଲି ସୂଚନା ରହିଛି। ଅଧିକ ତଦନ୍ତ ଭାର ଏସିଏଫ୍ କାଜଲ କୁମାରୀ ନାୟକ ନେଇ ତଦନ୍ତ ଆରମ୍ଭ କରିବା ପରେ ଗିରଫ ହୋଇଥିବା ଭବାନୀ ଶଙ୍କର ପ୍ରଧାନ ଏଥିରେ ସମ୍ପୃକ୍ତ ଥିବା ମାଲାଂସୁଗା, ପୁକଲିଙ୍ଗିଆ, ଗମ୍ଭୀରଗୁଡ଼ା ଓ ଲିଙ୍ଗା ଗ୍ରାମର ଷଡ଼ଙ୍ଗୀ ପ୍ରଧାନ, ଲଣ୍ଡା ପ୍ରଧାନ, ହେମନ୍ତ ପ୍ରଧାନ, ପ୍ରମୋଦ ପ୍ରଧାନ, ମୁଟେଙ୍ଗା ପ୍ରଧାନଙ୍କ ଥିବା ପ୍ରକାଶ କରିଥିଲେ। ପରେ ଭବାନୀ ଶଙ୍କର ପ୍ରଧାନଙ୍କ ବୟାନ ଅନୁସାରେ ପ୍ରମୋଦ ପ୍ରଧାନଙ୍କ ଘର ଯାଞ୍ଚ କରାଯାଇ ତାଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଛୁରୀ ଓ ଛୋଟ ମୋବାଇଲ ଜବତ କରାଯାଇଥିଲା। ଘଟଣାର ସୂଚନା ଅନୁସାରେ ଏହି ଘଟଣା ମାସକ ପୂର୍ବରୁ ଜି ଉଦୟଗିରି କଳିଙ୍ଗା ବନ ବିଭାଗ ବନାଞ୍ଚଳ ଅର୍ଥାତ୍ ପୁକଲିଙ୍ଗିଆ ଓ ମାଲାଂସୁକା ମଧ୍ୟରେ ରହିଥିବା ବୁଡିସରୁ ଜଙ୍ଗଲରେ ହୋଇଥିବା ବେଳେ ଉକ୍ତ ବ୍ୟକ୍ତିମାନଙ୍କ ଚାଷ ଜମି ନିକଟରେ ବାରହା ଶିକାର ପାଇଁ ଲଗାଇଥିବା ଫାଶରେ ଏହି କଲରା ପତରିଆ ବାଘ ଫସିଯାଇଥିବା ବାଘକୁ ଦେଖି ଦେଶୀ ବନ୍ଧୁକରେ ଭବାନୀ ଶଙ୍କର ପ୍ରଧାନ, ଲଣ୍ଡା ପ୍ରଧାନ, ଷଡ଼ଙ୍ଗୀ ପ୍ରଧାନ, ପ୍ରମୋଦ ପ୍ରଧାନ ବନ୍ଧୁକରେ ଗୁଳି ମାରିଥିଲେ। ବାଘ ମରିଗଲା ପରେ ସେମାନେ ବାଘ ଛାଲ ବାହାର କରି ମାଂସ ଖାଇଥିଲେ ଓ ଚମଡ଼ାକୁ ବିକ୍ରୟ କରିବା ପାଇଁ ରଖି 28 ତାରିଖରେ ଡିଲ୍ କରି କେଉଁଆଡ଼େ ନେଉଥିବା ସମୟରେ ଧରା ପଡ଼ିଥିଲେ ଶିକାରୀମାନେ। ତେବେ ଉକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ 4 ଜଣ ଫେରାର ଥିବା ବେଳେ ପ୍ରମୋଦ ପ୍ରଧାନ, ଭବାନୀ ଶଙ୍କର ପ୍ରଧାନଙ୍କୁ ଗିରଫ କରି କେସ୍ ନମ୍ବର 106/2425ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଗିରଫ କରାଯିବା ନିମନ୍ତେ ପ୍ରୟାସ ଚାଲିଛି ବୋଲି ତଦନ୍ତ କରୁଥିବା ଅଧିକାରୀ କାଜଲ କୁମାର ନାୟକ ସୂଚନା ଦେଇଛନ୍ତି। ଦୀର୍ଘ ବର୍ଷ ପରେ ଅଞ୍ଚଳରେ ବାଘ ଶିକାର ହେଉଥିବା ଘଟଣା ସାମ୍ନାକୁ ଆସିଥିବା ବେଳେ ବିଳମ୍ବରେ ହେଲେ ମଧ୍ୟ ବନ ବିଭାଗ ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟମାନେ ଫେରାର ହୋଇଅଛନ୍ତି। ଏହି ବାଘ ଶିକାରୀଙ୍କୁ ଗିରଫ କରି ଅପରେସନ ବନ ବିଭାଗ ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିବା ଦେଖିବାକୁ ମିଳିଛି।